ଖ୍ରୀଷ୍ଟରେ ଥିବା ମୋର ପ୍ରିୟ ଭାଇ ଭଉଣୀ ଓ ମା ବାପା ସମସ୍ତଙ୍କୁ ମୁଁ ପ୍ରେଜ୍ ଦି ଲର୍ଡ ଜଣାଉଛି। ତ ଆପଣମାନେ ଦେଖୁଥିବେ ମୁଁ ଏବେ ଏଇଟା ହେଉଛି ବୋଇତାଳ ମାଳ। ଆଉ ବୋଇତାଳ କହିଲେ ତ ସମସ୍ତେ ଜାଣିଥିବେ, କିନ୍ତୁ ଆପଣମାନେ ଦେଖୁଛନ୍ତି ବୋଇତାଳ ଆଉ କେତେ ମାନେ ମାଳ ହେଇଛି ଏପଟେ ସେପଟେ ଆପଣମାନେ ଦେଖୁଛନ୍ତି, ଏପଟେ ସବୁ ହେଇଛି ଆଉ ଏପଟେ ଦେଖୁଥିବେ ଏଇଟା ସବୁ। ତ ମୁଁ କହିବାର ଯେ ଏହି ମାଳ ଯେତେବେଳେ ଲଗା ହେଲା ମାଳ ମଞ୍ଜିକୁ ଲଗା ହେଲା, ମଞ୍ଜିକୁ ଲଗାଇଲା ପରେ ସିଏ ଆସ୍ତେ ଆସ୍ତେ ବଡ଼ ହେଇଗଲା, ବଢ଼ିଲା ପରେ ଇଏ ଏତିକି ମାଳ ହେଇଛି। ତ ଏତିକି ମାଳ ହେଲା ପରେ ଦେଖୁଛନ୍ତି ତାର ପତ୍ର ଯାକ କେତେ ହେଇଛି, ତାପରେ ଫୁଲ ମଧ୍ୟ ଫୁଟି ଅଛି ଆଉ ତାର ଛୋଟ ଛୋଟ ଫଳ ମଧ୍ୟ ହେଇଅଛି। ତ ଆପଣମାନେ ଦେଖିପାରୁଥିବେ, ମୁଁ କହିବାର ଅର୍ଥ ହେଲା ଯେ ଆମେ ଯେପରି ଏହି ବୋଇତାଳ ମଞ୍ଜିରୁ ଇଏ ଗଛ ହେଲା ପରେ ଫଳ ହେଇଛି, ଫୁଲ ହେଲା ପରେ ଯେଉଁ ଫଳ ହେଲା, ତ ସେମିତି ମଧ୍ୟ ଆମର ଖ୍ରୀଷ୍ଟିଆନର ଲାଇଫରେ ଆମେ ମଧ୍ୟ ସେମିତି ହେବା ଦରକାର। ଦେଖୁଛନ୍ତି ଆପଣମାନେ ଯେ ଆପଣମାନଙ୍କୁ ଯେଉଁ ପଟେ କ୍ୟାମେରା ବୁଲେଇଲେ ମଧ୍ୟ ଆପଣମାନେ ଦେଖୁଥିବେ ଯେ ମାଳ କେତେ ପ୍ରକାର ହେଇଅଛି। ତ ୟାର ଦେଖୁଥିବେ ଏଇଟା ଆପଣମାନେ ଦେଖୁଥିବେ ଗୋଟିଏ ଛୋଟ ଫଳ ମଧ୍ୟ ହେଇଅଛି ଆଉ ଏଇଟା ଆସ୍ତେ ଆସ୍ତେ ଧୀରେ ଧୀରେ ସିଏ ବଢ଼ିଯିବ। ତ ଆପଣମାନଙ୍କୁ ମୁଁ କହିବାର ଅର୍ଥ ହେଲା ଯେ ଆମେ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଯଦି ଆମେ ଲାଗିକି ରହିବା, ତେବେ ଏହି ମାଳ ଯେପରି ଚାରିଆଡ଼େ ବିଞ୍ଚି ହେଇକି ଅଛି ଆଉ ବିଞ୍ଚି ହେଲା ପରେ ଦେଖୁଛନ୍ତି ଫୁଲ ହେଇକି ଫଳ ହେଇଛି, ସେହି ପ୍ରକାର ମଧ୍ୟ ଆମେ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଲାଗିକି ରହିବା। କାରଣ ଆମେ ଖ୍ରୀଷ୍ଟିଆନ ଲୋକ ଆଉ ଖ୍ରୀଷ୍ଟଙ୍କ ଠାରେ ଲାଗିକି ରହିବା ଯଦି ଆମେ ସାରା ପୃଥିବୀରେ ଯେ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଚାର ଯେପରି ଆମେ ପହଞ୍ଚେଇବା ଆଉ ସେହି ସୁସମାଚାର ଦ୍ୱାରା ଲୋକମାନେ ଯେପରି ପରିବର୍ତ୍ତନ ହେବେ, ସେଥିପାଇଁ ମୁଁ ଏହି ବାକ୍ୟଟି ଆପଣମାନଙ୍କ ନିମନ୍ତେ ବନେଇ ଅଛି। ତ ଲାଗିକି ରୁହନ୍ତୁ ଆଉ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଆପଣମାନେ ଲାଗିକି ରୁହନ୍ତୁ ଆଉ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଚାରକୁ ପ୍ରଚାର ପ୍ରସାର କରିବା ନିମନ୍ତେ ଆପଣମାନେ ମଧ୍ୟ ଲାଗିକି ରୁହନ୍ତୁ। ତ ଆପଣମାନେ ଭୟ କରନ୍ତୁ ନାହିଁ କି ଡରନ୍ତୁ ନାହିଁ ଯେ ଆଜିକାଲି ଗଭର୍ଣ୍ଣମେଣ୍ଟ ଯେଉଁ ପ୍ରକାର ରୋଲ୍ କରିଅଛି ଯେ ଖ୍ରୀଷ୍ଟିଆନ ଲୋକମାନଙ୍କୁ ସିଏ ଯେପରି ବାନ୍ଧିବ, ସେହି ପ୍ରକାର ସିଏ ପ୍ଲାନିଂ କରିଅଛି ଯେ ଗାଁ ଗାଁରେ ବଜରଙ୍ଗ ଦଳ ଆଉ ଗଳି ଗଳିରେ ବଜରଙ୍ଗ ଦଳକୁ ରଖିଅଛି। ତ ସେହି ବଜରଙ୍ଗ ଦଳକୁ ଆପଣମାନେ ଭୟ କରନ୍ତୁ ନାହିଁ, କାରଣ ବାଇବେଲରେ ଲେଖା ହେଇଛି ଧାର୍ମିକତା ନିମନ୍ତେ ତାଡ଼ନା ପ୍ରାପ୍ତ ଲୋକ ଧନ୍ୟ, କାରଣ ସ୍ୱର୍ଗ ରାଜ୍ୟ ସେମାନଙ୍କର। ଆମେ ଯଦି ଖ୍ରୀଷ୍ଟଙ୍କ ପାଇଁ ଯଦି ଆମେ ତାଡ଼ନା ସହ୍ୟ କରିଛୁ, ତେବେ ଆମେ ସ୍ୱର୍ଗ ରାଜ୍ୟ ଦେଖିପାରିବା, କାରଣ ସ୍ୱର୍ଗ ରାଜ୍ୟ ଆମର ହେବ। ଆମେ ଯଦି ତାଡ଼ନା ପାଇଛୁ ତେବେ ସ୍ୱର୍ଗ ରାଜ୍ୟ ଆମର ହେବ, ସେହି କଥା ଯୀଶୁ ଖ୍ରୀଷ୍ଟ ନିଜେ କହୁଛନ୍ତି। ଆଉ ଯଦି ଆମେ ତାଡ଼ନା ସହ୍ୟ କରିନୁ ତେବେ ସ୍ୱର୍ଗ ରାଜ୍ୟ କ'ଣ, ଆମ ପାଇଁ ନରକ ରାଜ୍ୟ ଆଉ ଥୁଆ ହେଇଛି। ସେଥିପାଇଁ ଆପଣମାନେ ବାଛନ୍ତୁ ଯେ ନରକ ରାଜ୍ୟ ନିଜର କରିବେ ନା ସ୍ୱର୍ଗ ରାଜ୍ୟ ନିଜର କରିବେ। ସେଥିପାଇଁ କିଏ ଯଦି ସ୍ୱର୍ଗ ରାଜ୍ୟକୁ ନିଜର କରିବା ପାଇଁ ହେଲେ ଏମିତି ଯେମିତି ଗୋଟେ ଏରିଆ ଧରିକି ଯେମିତି ବୋଇତାଳ ପତ୍ର, ବୋଇତାଳ ମାଳ, ବୋଇତାଳ ଫୁଲ ଏମିତି ହେଇଛି, ସେଇ ପ୍ରକାର ମଧ୍ୟ ଆମେ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଚାରକୁ ସାରା ପୃଥିବୀରେ ପହଞ୍ଚାଇବାର ଆବଶ୍ୟକ ଅଛି। ତ କେଉଁ ମାଧ୍ୟମରେ ବି ଆମେ ପହଞ୍ଚାଇବା ସେଇଟା ପ୍ଲାନିଂ ଆମେ ଖୋଜିବା ଦରକାର, କାରଣ କଥାରେ ଅଛି ଯେ ଇଚ୍ଛା ଥିଲେ ଉପାୟ ମିଳେ। ସେଇ ପ୍ରକାର ଯଦି ଆମେ ବୁଲି ପାରୁନାହୁଁ, ଆମେ ବୁଲିବାର ଯଦି ସକ୍ଷମ ନାହିଁ, ତେବେ ଆମେ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ମଧ୍ୟ ଆମେ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଚାର କଣେ କଣେ ପହଞ୍ଚାଇବା ଦରକାର ଅଛି। ତ ଆଜି ପାଇଁ ଏତିକି, ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ସେହି ଭିଡ଼ିଓ ପର୍ଯ୍ୟନ୍ତ ସମସ୍ତଙ୍କୁ ନମସ୍କାର ତଥା ବାଏ ବାଏ, ଗଡ୍ ବ୍ଲେସ୍ ୟୁ।